ଏବେ ବିଧବାଙ୍କୁ ମଧ୍ୟ ମିଳିବ 3,000। ହଁ, ଆପଣ ତ ଜାଣିଥିବେ ଯେ ବୃଦ୍ଧା ଏବଂ ବୃଦ୍ଧଙ୍କ ପାଇଁ ଏବେ ନୂଆ ଘୋଷଣା କରିଛନ୍ତି ସରକାର। ଯାହାଙ୍କୁ 80 ବର୍ଷରୁ ଅଧିକ ହୋଇଥିବ ତାହେଲେ ତାଙ୍କୁ ମିଳିବ 3,500। ବାର୍ଦ୍ଧକ୍ୟ ଭତ୍ତାକୁ ବଢ଼େଇ ଦେଇଛନ୍ତି ସରକାର। ଏନେଇ ବୁଢ଼ା ବୁଢ଼ୀ ଖୁସି ଥିବା ସମୟରେ ଏବେ ନୂଆ ଘୋଷଣା କରିଛନ୍ତି ସରକାର। କେବଳ ବୃଦ୍ଧା ନୁହନ୍ତି, ଏବେ ଆପଣମାନେ ବିଧବା ବି ପାଇପାରିବେ ମାସିକ ଏବଂ ଆପଣଙ୍କ ଭତ୍ତାର 3,500 ନହେଲେ ମଧ୍ୟ 3,000। ହଁ, ବିଧବାଙ୍କୁ ମିଳିବାକୁ ଯାଉଛି ନୂଆ ସ୍କିମ୍। ମୋହର ମାରିଛନ୍ତି ମୋହନ ସରକାର। ଏବେ ମିଳିବାକୁ ଯାଉଛି ମୋହନ ସରକାରଙ୍କ ତରଫରୁ ଏକ ନୂଆ ସ୍କିମ୍, ଯେଉଁଥିରେ ବିଧବାଙ୍କୁ ମଧ୍ୟ ମିଳିବ 3,000। 3,500 ନହେଲେ ଏବେ 3,000 ଟଙ୍କା ମିଳିବାକୁ ଯାଉଛି ମୋହନ ସରକାରଙ୍କ ବିଜେପି ସରକାର ସମୟରେ ବିଧବାଙ୍କୁ ଭତ୍ତା। ଏନେଇ ବଡ଼ ଅପଡେଟ୍ ଦେଇଛନ୍ତି ଭତ୍ତା ସମବାୟ ମନ୍ତ୍ରୀ ଏବଂ କହିଛନ୍ତି ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଖୁବ୍ ଶୀଘ୍ର ମିଳିବାକୁ ଯାଉଛି ବିଧବାଙ୍କୁ ଭତ୍ତା। ହଁ, ଏବେ ନହେଲେ ମଧ୍ୟ 2025 ଭିତରେ ଲାଗୁ ହେବାକୁ ଯାଉଛି ଏହି ନିୟମ। 2025 ଭିତରେ ମୁଖ୍ୟମନ୍ତ୍ରୀ ଏହି ନିୟମ ବଜେଟ୍ ଆଣିବା ସମୟରେ ମୋହର ମାରିବାକୁ ଯାଉଛନ୍ତି ଏବଂ ବିଧବାଙ୍କୁ 3,000 ଟଙ୍କା ଭତ୍ତା ମିଳିବାକୁ ଯାଉଛି। ଯେ ସକ୍ଷମ ନୁହନ୍ତି ଏବଂ ଯୋଗ୍ୟ ହିତାଧିକାରୀ ଦେଖି ଏହି ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ ଏବଂ ଏହି ନିୟମକୁ ପାଳନ କରିବା ପାଇଁ ଘରେ ଘରେ ସର୍ଭେ ହେବ ବୋଲି ଏମିତି କିଛି କହିଛନ୍ତି ମୋହନ ସରକାର। ତେବେ ମୋହନ ସରକାରଙ୍କ ସମୟରେ ବିଜେପି ଆସିଲା ପରେ ଗୋଟେ ଗୋଟେ ନୂଆ ନିୟମ ଆଗକୁ ଆସିବାର ଦେଖିବାକୁ ମିଳିଛି। ତେବେ ଏବେ ଏହି ନିୟମଟିରେ କେତେ ବିଧବା ଉପକୃତ ହେଉଛନ୍ତି ଏବଂ ବୃଦ୍ଧାଙ୍କ ପରେ କେତେ ବିଧବାଙ୍କୁ ମିଳୁଛି 3,000 ତାହା ରହିଲା ଦେଖିବାର। ତେବେ ମୋହନ ସରକାରଙ୍କ ଏହି ନୂଆ ସ୍କିମ୍କୁ ଆପଣ କିପରି ସ୍ୱାଗତ କରୁଛନ୍ତି ଆମକୁ କମେଣ୍ଟରେ ଜଣାଇବେ।